যেতে তু পারুচু বেরে দুঃখ। କଣ ସେ ବିଷୟରେ ଗୋଟେ ସୁନ୍ଦର କାହାଣୀ କହୁଛି ଶୁଣନ୍ତୁ। ଦିନେ କଣ ହେଇଛି ନା, ଗୋଟେ ଗାଁରେ ଜଣେ ମା ଥିଲା, ତାର ଗୋଟେ ପୁଅଟେ ଥିଲା। ପୁଅଟି ଧୀରେ 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 ଜନ୍ମ ହେଲା ପରେ ବଢିଲା। ତା ବାପା ବିଦେଶରେ ରହୁଥିଲା। ଅଚାନକ ଦିନେ ଖବର ଆସିଲା ଯେ ତା ବାପା ବିଦେଶରେ ଯୋଉଠି ଥିଲେ ସେଠି ତାଙ୍କର ମରଣ ହେଇଯାଇଛି, ମୃତ୍ୟୁ ହେଇଯାଇଛି। ମା ଏକୁଟିଆ ହେଇଗଲା ଗାଁରେ। ଚଳିବା ବହୁତ କଷ୍ଟ, ଆର୍ଥିକ ଅବସ୍ଥା ବହୁତ ମାତ୍ରାରେ ଖରାପ। କିନ୍ତୁ ସମୟକ୍ରମେ ଧୀରେ 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 ସେ ଯେମିତି କଷ୍ଟମଷ୍ଟ କରି ୟା ଘରେ ତା ଘରେ କାମ କରି ପିଲାଟିକି ବଢେଇଲା। ପିଲା ଯେତେବେଳେ ଧୀରେ ଧୀରେ ବଡ ହେଲା, ପିଲା ଗୋଟେ ଏମିତି ଗୋଟେ ବିଚିତ୍ର ରୋଗ ହେଲା, ଯୋଉ ରୋଗରେ ସିଏ ମାନେ ଧୀରେ 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 ବୃଦ୍ଧ ହେଇଗଲା, ଆଉ ଶଯ୍ୟାଶାୟୀ ହେଇଗଲା। ମା ବହୁତ ଚେଷ୍ଟା କଲା, ପାଖର ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ନେଲା, ପାଖରେ ଯୋଉ ଧନୀ ଲୋକ ସେମାନଙ୍କ କତିରୁ କିଛି କିଛି ପଇସା ଆଣି ସେ ରୋଗଟିକି ଦେଖେଇଲା। ସହରକୁ ନେଇକି ଗଲା, ଦେଖେଇଲା, କାହିଁକିନା ଗୋଟିଏ ପୁଅ ତା ପାଖରେ ଆଉ କେହି ନାହାନ୍ତି। ସେ ଦେଖେଇଲା ତାକୁ ଯେ କେମିତି ଯେ ମୋ ପୁଅଟି ଭଲ ହେଇଯାଉ। କିନ୍ତୁ ସମୟର ବିଳମ୍ବନା, ଯାହା ପାଖକୁ ଗଲେ ସେ କହିଲେ ଯଦି ମହମ୍ମଦ ବୋଲି ଜଣେ ଡକ୍ଟର ଅଛନ୍ତି, ଫରେନ୍ ଡକ୍ଟର, ସେଇ ହିଁ କେବଳ ଏ ରୋଗଟିର ଇଲାଜ କରିପାରିବେ, ନହେଲେ ଆଉ କେହି ପାରିବେ। ଏସବୁ ଶୁଣି 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 ମା ଯେତେବେଳେ ଦେଖିଲା ଯେ ନା ମୋ ପାଖରେ ଆଉ କିଛି ଉପାୟ ନାହିଁ, ମୁଁ ଆଉ କିଛି କରିପାରିବିନି, ସେଇ ସମୟରେ ସେ କ'ଣ କଲା ନା ଠାକୁରଙ୍କୁ ଡାକିବାକୁ ଲାଗିଲା। ଆଉ କିଛି ତା ମୁଣ୍ଡରେ ପଶିଲାନି। କହିଲା ଗୋଟିଏ ଲୋକ ସେଇ ହିଁ ରକ୍ଷା କରିପାରିବେ, ସିଏ ହେଉଛନ୍ତି ଭଗବାନ। ଏ ପ୍ରତିଦିନ ଭଗବାନଙ୍କୁ ଡାକେ, ହେ ଭଗବାନ ସେ ମହମ୍ମଦ ଯୋଉ ଡକ୍ଟର ଟିକେ ମୋ ପାଖକୁ ପଳେଇ ଆସନ୍ତି କି, କେମିତି ମୋତେ ଦେଖା ଦିଅନ୍ତି କି, କେମିତି ମୁଁ ତାଙ୍କ ପାଖକୁ ଯାଇପାରନ୍ତି କି, ମୋ ପାଖରେ ଏତେ ସୁନା ରୂପା ଟଙ୍କା ପଇସା ପଳେଇ ଆସନ୍ତା, ମୁଁ ତାଙ୍କୁ ଯାଇ ମୋ ପୁଅ ଟିକେ ଖାଲି ବଞ୍ଚେଇ ଦିଅନ୍ତି। ବଞ୍ଚିଥିଲା ବେଳେ କୋଉ ମା ଚାହିଁବନି ଯେ ତା ପୁଅଟା ମରିଯାଉ ବୋଲି। ଆପଣ ଯୋଉ ରୋଗ ଶଯ୍ୟାରେ ପଡ଼ିଥାନ୍ତୁ, ଯୋଉ ସ୍ଥିତିରେ ହିଁ ଥାନ୍ତୁ, ମାର ଭଲ ପାଇବାଟା ସବୁବେଳେ ଆପଣଙ୍କ ସହିତ ହିଁ ଥିବ। ଆଉ ଗୋଟେ ଜିନିଷ ଆପଣ ମାର୍କ କରିଥିବେ, ମା ଯେତେବେଳେ ପେଟ ଭିତରେ ପିଲା ଥାଏ ନା, ସେତେବେଳେ ମା ଜାଣିନଥାଏ ଯେ ପିଲା ଯୋଉ ଜନ୍ମ ହବ ସେ ଅନ୍ଧ ଜନ୍ମ ହବ, ପାଗଳ ଜନ୍ମ ହବ, ଛୋଟା ଜନ୍ମ ହବ, କି ହାତ ନଥିବ, ଗୋଡ଼ ନଥିବ, କିନ୍ତୁ ସେ ସେବେଠୁ ତାକୁ ଭଲ ପାଇକି ଚାଲିଥାଏ। ତାର ଭଲ ପାଇବାଟା ସେତେବେଳେ ସେ ତାକୁ ନ ଦେଖିଥିଲା ବେଳଠୁ ବି ତା ଭଲ ପାଇବାଟା କଣ୍ଟିନ୍ୟୁ ଚାଲିଥାଏ। ସେଥିପାଇଁ ମାର ଭଲ ପାଇବାକୁ ମାନେ ଯୋଉ କୁହନ୍ତି ନା ଅନ୍ଧ ଭଲ ପାଇବା, ସେ ଅନ୍ଧ ଭଲ ପାଇବାଟା କେବଳ ମାର ଭଲ ପାଇବା। କାହିଁକିନା ସିଏ ନ ଦେଖିକି ତମକୁ ଭଲ ପାଇଥାଏ। ବାକି ଭଲ ପାଇବା ତ ସବୁ ସାମ୍ନାରେ ଦେଖା ଦେଖି ପରେ ହୁଏ। ଗୋଟିଏ ଭଲ ପାଇବା ଯିଏକି ଆଖି ନଥିବା ବେଳେ ଭଲ ପାଇବା ଷ୍ଟାର୍ଟ ହେଇଥାଏ, ସିଏ ହେଉଛି ମା ଆଉ ତା ସନ୍ତାନ ଆଉ ତା ସନ୍ତତିର ଭଲ ପାଇବା। କାହିଁକି ନା ମା ଏତେ ମାତ୍ରାରେ ୱିକ୍ ହେଇଯାଇଥିଲା, ତା ପାଖରେ କିଛି ଉପାୟ ହିଁ ନଥିଲା ଯେ ସେ କେମିତି ତା ପୁଅକୁ ବଞ୍ଚେଇବ। ସେ କେବଳ ପ୍ରତିଦିନ ଠାକୁରଙ୍କୁ ହିଁ ଡାକୁଥାଏ, ସବୁଦିନ ଠାକୁରଙ୍କୁ କହୁଥାଏ ପ୍ରଭୁ କେମିତି ମୋ ପୁଅକୁ ବଞ୍ଚେଇ ଦିଅ। ସେପଟେ କ'ଣ ହେଲା ନା, ଦିନେ ଡକ୍ଟର ମହମ୍ମଦ ତାଙ୍କୁ ଗୋଟେ କନଫରେନ୍ସକୁ ଯିବା ପାଇଁ ଗୋଟେ ନିୟତା ଆସିଲା, ଗୋଟେ ବିଦେଶ ଯିବା ପାଇଁ ତାଙ୍କୁ ଗୋଟେ ଡାକରା ଆସିଲା। ଡକ୍ଟର ବାବୁ ରେଡି ହେଲେ, ରେଡି ହେଇକି ଏୟାରପୋର୍ଟରେ ଠିକ୍ ଟାଇମରେ ପହଞ୍ଚିଗଲେ। ଏୟାରପୋର୍ଟରେ ପହଞ୍ଚିଲା ପରେ ସେ ଯୋଉ ଦେଶକୁ ଯିବା କଥା, ସେ ଦେଶର ମାନେ ଜଳବାୟୁ ଏତେ ମାତ୍ରାରେ ଖରାପ ହେଇଗଲା, ସେ ଯାଉଁ ଯାଉଁ ଯେତେବେଳେ ତାଙ୍କୁ ଇମର୍ଜେନ୍ସି ଲ୍ୟାଣ୍ଡିଂ କରି ସେ ଦେଶର ଆଉ ଗୋଟେ ଏୟାରପୋର୍ଟରେ ତାଙ୍କୁ ମାନେ ଓହ୍ଲେଇ ଦିଆଗଲା। କାହିଁକିନା ଯୋଉ ସହରକୁ ଯିବା ପାଇଁ ଚାହୁଁଥିଲେ ସେ ସହର ଜଳବାୟୁ ବହୁତ ମାତ୍ରାରେ ଖରାପ ଥିଲା। ବନ୍ୟା, ପବନ, ଝଡ଼, ବର୍ଷା ପ୍ରବଳ ମାତ୍ରାରେ ହେଉଥିଲା। ସେ ସେଠୁ ଓହ୍ଲେଇ ପଡ଼ିଲେ। ସେ ଦେଖିଲେ ଏଠୁ ଆଉ 30-40 କିଲୋମିଟର ଅଛି ସେ ସହର। ଠିକ୍ ଅଛି, ଆମେ ଟ୍ୟାକ୍ସି କରିକି ପଳେଇବା। ସେଠୁ ଡକ୍ଟର ବାବୁ କ'ଣ କଲେ ନା ଗୋଟେ ଟ୍ୟାକ୍ସି କଲେ। ଟ୍ୟାକ୍ସିକୁ ନେଇକି ରାସ୍ତାରେ ଯାଉଛନ୍ତି, କିଛି ବାଟ ଯାଇଛନ୍ତି, ଦେଖିଲେ ରାସ୍ତା ଉପରେ ଗୋଟେ ବିରାଟ ବଡ଼ ଗଛ ପଡ଼ିଛି। ଆଉ ପବନ, ଝଡ଼ି, ବର୍ଷା ଏତେ ମାତ୍ରାରେ ହେଉଛି, ଆଉ ଆଗକୁ ଯିବା ପାଇଁ ଡ୍ରାଇଭର ତାଙ୍କୁ ମନା କଲା, ସାର୍ ଆଉ ଆଗକୁ ଯାଇ ହେବନି, ଆଉ ଗାଡ଼ିରେ ବି ଆମେ ରହିପାରିବାନି, କାହିଁକିନା ଏତେ ମାତ୍ରାରେ ପବନ ହେଉଛି, ଗାଡ଼ି ପଲଟି ଯିବାର ବି ଚାନ୍ସ ଅଛି। ତାହେଲେ କ'ଣ କରିବା? ଦେଖିଲେ ପାଖରେ ଦୂରରେ ଗୋଟେ ଛୋଟିଆ କୁଡ଼ିଆଟିଏ ଅଛି। ଡକ୍ଟର ବାବୁ କହିଲେ ଠିକ୍ ଅଛି, ଚାଲ ଯିବା ସେଇ କୁଡ଼ିଆ ଭିତରେ ପହଞ୍ଚିବା। କୁଡ଼ିଆ ଭିତରେ ଯାଇ ପହଞ୍ଚିଲେ, ଦେଖିଲା ବେଳକୁ ମା ତା ଶଯ୍ୟାଶାୟୀ ଯୋଉ ପୁଅକୁ ଚାମଚରେ ଖୁଆଉଛି। ଏକୁ ଦେଖି ଡକ୍ଟର ବାବୁ ଟିକେ ହଡ଼ବଡ଼ ହେଇଗଲେ। କହିଲେ ମା ଏମିତି ବାହାରେ ତ ବହୁତ ମାତ୍ରାରେ ବର୍ଷା ହେଉଛି, ଆଉ ମୁଁ ଟିକେ କିଛି ସମୟ ପାଇଁ ଘରେ ରହିପାରିବି? ମା କହିଲେ ହଁ ବାବୁ ରୁହ, ବସ। ତାଙ୍କୁ ବସେଇଲେ, ତାଙ୍କୁ ଚା ଆଣିକି ଦେଲେ। ସେତେବେଳେ ଝଡ଼ି ବର୍ଷା ଜୋରସୋରରେ ଚାଲିଥାଏ, ରୋଡ଼ କ୍ଲିୟର ହେଇନି ସେ ପର୍ଯ୍ୟନ୍ତ, ମାନେ ଡକ୍ଟର୍ସ ଯୋଉ ଜାଗାକୁ ଯିବା ପାଇଁ ସେ ବ୍ୟତିବ୍ୟସ୍ତ ହେଉଥାନ୍ତି। ସେ ସମୟରେ କ'ଣ ହେଲା ନା, ଡକ୍ଟର
ତାଙ୍କୁ ପଚାରିଲେ ମା ଏ ପିଲାଟା କ'ଣ ହେଇଛି, ଇଏ ତ ଲାଗୁଛି 20-22 ବର୍ଷ କିମ୍ବା 24 ବର୍ଷ ଭିତରେ ପିଲା, କିନ୍ତୁ ଇଏ ଶଯ୍ୟାଶାୟୀ କ'ଣ ପାଇଁ? ତ ମା ତାଙ୍କୁ କହିଲେ ଏମିତି ଏମିତି ପରିସ୍ଥିତି ମୋର, ୟା ବାପା ନାହିଁ, ମୁଁ ଏଠି ୟା ତା ଘରେ କାମ କରି ଯେଉଁ ପଇସା ଆଣୁଛି ସେଥିରେ ଆମେ ଚଳୁଛୁ, କିନ୍ତୁ ପୁଅର ଅବସ୍ଥା ଏଇ ସେତେ ସଙ୍କଟାପନ୍ନ। ମୁଁ ଯୁଆଡ଼େ ବୁଲିଲି କହିଲେ ଯେ ଡକ୍ଟର ମହମ୍ମଦ ବୋଲି ଜଣେ ଡକ୍ଟର ଅଛନ୍ତି, ସେ ଡକ୍ଟର ଯଦି ଏ ପିଲାକୁ ଦେଖିବେ ତାହେଲେ ହିଁ ରୋଗ ଭଲ ହେଇପାରେ। ତାଙ୍କ ପାଟିରୁ ଯେତେବେଳେ ଏ ନାଁଟି ଶୁଣିଲେ ଡକ୍ଟର ମହମ୍ମଦ ନିଜେ ଆଶ୍ଚର୍ଯ୍ୟ ହେଇଗଲେ। ସେ ଭାବିଲେ, କହିଲେ ମାଆର ଦୁଆରେ ଏତେ ଶକ୍ତି ଅଛି ଯେ ଭଗବାନ ତାଙ୍କୁ ଗୋଟେ ଦେଶରୁ ଆଉ ଗୋଟେ ଦେଶକୁ ଯିବା ରାସ୍ତାରେ ଅଚାନକ ଭାବରେ ତାଙ୍କ ପ୍ଲେନ୍ ଲ୍ୟାଣ୍ଡିଂ କରେଇଲେ, ତାଙ୍କୁ ରାସ୍ତାକୁ ନ ଯାଇପାରି ରାସ୍ତାରେ ଗଛ ପକେଇଲେ, ଆଉ ଠିକ୍ ସେଇ ମା କୁଡ଼ିଆ ପାଖରେ ତାକୁ ଆଣି ଅଟକେଇ ଦେଲେ ଯେଉଁଠି ସେ ଗରିବ ଆଉ ଦୁଃଖୀ ମାଆଟି ସେ ଡକ୍ଟର ଅପେକ୍ଷାରେ ଥିଲା। ତାହେଲେ ଆପଣ ଭାବିକି ଦେଖନ୍ତୁ, ମାଆର ଦୁଆରେ ଏତେ ଶକ୍ତି ଅଛି। ଆପଣ ଇମାଜିନ୍ କରିପାରିବେନି ଯେ ମା ଆପଣଙ୍କ ପାଇଁ ସବୁବେଳେ ଦିନ ରାତି ତା ମନ ଭିତରେ ତମ ପାଇଁ କେଉଁ ମାତ୍ରାରେ ତାର ଭଲ ପାଇବା ଆଉ ତାର ଆଶୀର୍ବାଦକୁ ଠାକୁରଙ୍କ ପାଖରେ ଭିକ୍ଷା କରୁଛି। ଯଦି ଆପଣ ମାଆକୁ ଭଲ ପାଉଥିବେ ତାହେଲେ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର ନିଶ୍ଚିତ କରିଦେବେ। ତା ସହିତ କମେଣ୍ଟ ବକ୍ସରେ ମା ବୋଲି ଥରେ ଲେଖିଦେବେ। ଜୟ ଜଗନ୍ନାଥ।